ତ ପିଲାମାନେ ଆଜି ଆମେ ପଢ଼ିବା ଚାଲ ତୁମ ବିଜ୍ଞାନ ବହିର ପ୍ରଥମ ଅଧ୍ୟାୟ ପାଠର ନାମ ହେଲା ଖାଦ୍ୟର ଉତ୍ସ। ତ ଚାଲ ପିଲାମାନେ ଶୀଘ୍ର ଶୀଘ୍ର ଆମେ ପାଠଟି ଆରମ୍ଭ କରିବା। ଦେଖ, ପ୍ରତ୍ୟେକ ଜୀବର ବୈଶିଷ୍ଟ୍ୟ ହେଉଛି ଜନ୍ମ, ବୃଦ୍ଧି ଓ ବିକାଶ, ପ୍ରଜନନ ଓ ମୃତ୍ୟୁ। ଏହା ପ୍ରତ୍ୟେକ ଜୀବର କ୍ଷେତ୍ରରେ ହୋଇଥାଏ। ଏହି ସମସ୍ତ କାର୍ଯ୍ୟ ପାଇଁ ତାହାର ଖାଦ୍ୟ ଆବଶ୍ୟକ, କାରଣ ସେ ଖାଦ୍ୟର ଶକ୍ତି ପାଇଥାଏ। ସେହି ଶକ୍ତି ଦ୍ୱାରା ସେ ସମସ୍ତ କାର୍ଯ୍ୟ କରିଥାଏ। ତେଣୁ ଖାଦ୍ୟକୁ ଜୀବନ ଧାରଣର ଉତ୍ସ ବୋଲି ଧରାଯାଇଥାଏ ଓ ଏହାଦ୍ୱାରା ଜୀବନର ସମସ୍ତ ମୌଳିକତା ପୂରଣ ହୋଇଥାଏ। ଦେଖ, ଖାଦ୍ୟର ପ୍ରକାର। ତୁମେ ଗତ 2 ଦିନରେ ଘରେ ଯାହା ଖାଇଛ, ନିମ୍ନ ସାରଣୀ 1.1 ଅନୁସାରେ ତୁମ ଖାତାରେ ଲେଖ। ଦେଖ ପିଲାମାନେ, ଏଇଟା ହେଲା ସେଇ ସାରଣୀ। ଦେଖ, ସାରଣୀ 1.1 2 ଦିନରେ ଖାଇଥିବା ଖାଦ୍ୟଟି କେମିତି ଲେଖିବ। ଦେଖ, ନିଜ ଖାତାରେ ଏମିତି ଡ୍ରଇଂଟା ତିଆରି କରିଦେବ। ଆଉ ଏଇଟା ହେଲା ଦେଖ ଦିବସ, ଏଇଟା ହେଲା ପ୍ରଥମ ଦିନ, ଏଇଟା ଦ୍ୱିତୀୟ ଦିନ ଖାଇଥିବାର ଖାଦ୍ୟର ନାମ। ତୁମେ ଗତ 2 ଦିନ ମଧ୍ୟରେ ଯେଉଁ ଖାଦ୍ୟ ଖାଇଛ ସେ ଖାଦ୍ୟର ନାମ ଏଥିରେ ଏ ସାରଣୀରେ ଲେଖିବ। ଦେଖ, ପ୍ରତିଦିନ କ'ଣ ଖାଇଥାଉ। ଦେଖ, ଭାତ, ଲୁଣ ବି ଆମକୁ ସବୁଦିନ ଦରକାର ପଡ଼ିଥାଏ। ଦେଖ, ରୁଟି, ଡାଲି, କ୍ଷୀରି, ତରକାରୀ, ମାଛ, ମାଂସ, ଅଣ୍ଡା, ଏହି ପ୍ରକାର ସବୁ ଆମେ ଖାଦ୍ୟ ଖାଇଥାଉ। ସାରଣୀ ଦେଖି ଆଲୋଚନା କର। ତୁମେ ସବୁଦିନ ସମାନ ପ୍ରକାର ଖାଦ୍ୟ ଖାଉଛ କି? ତୁମ ଶ୍ରେଣୀର ସମସ୍ତ ପିଲା ଏକା ପ୍ରକାର ଖାଦ୍ୟ ଖାଉଛନ୍ତି କି? ତୁମ ଶ୍ରେଣୀର ସମସ୍ତଙ୍କ ଖାଦ୍ୟ ତାଲିକାକୁ ଅନୁଧ୍ୟାନ କଲେ ଆମେ ଦେଖିବା ଯେ ସମସ୍ତେ ପ୍ରାୟ ଭାତ ଖାଆନ୍ତି। ତୁମ ଘରେ ଭାତ କିପରି ରନ୍ଧାଯାଏ ତୁମେ ଲକ୍ଷ୍ୟ କରିଛ କି ପିଲାମାନେ? ଭାତ ତିଆରି କରିବା ପାଇଁ କ'ଣ ଆବଶ୍ୟକ ହୋଇଥାଏ? ଦେଖ, 1.2 ଖାଦ୍ୟର ଉପାଦାନ ଓ ଉତ୍ସ। ତୁମେ ଦେଖୁଥିବ ଭାତ ପାଇଁ କ'ଣ କ'ଣ ଦରକାର ପଡ଼ିଥାଏ? ଚାଉଳ ଓ ପାଣି ଆବଶ୍ୟକ। ପାଣିରେ ଚାଉଳ ପକାଇ ରାନ୍ଧିଲେ ଭାତ ହୁଏ ପିଲାମାନେ। ଭାତ ରାନ୍ଧିବା ପାଇଁ କ'ଣ ଦରକାର? ଚାଉଳ, ପାଣି ଓ ତାପର ଆବଶ୍ୟକତା ହୋଇଥାଏ। ତୁମେ ଓ ତୁମ ସାଙ୍ଗମାନେ ତିଆରି କରିଥିବା ଖାଦ୍ୟ ତାଲିକାକୁ ଦେଖ। ସେଥିରେ ଥିବା ପ୍ରତ୍ୟେକ ଖାଦ୍ୟ ପାଇଁ କେଉଁ କେଉଁ ଉପାଦାନ ଆବଶ୍ୟକ? ସାରଣୀ 1.2 ଦେଖ ପିଲାମାନେ, ଦିଆଯାଇଥିବା ତଳେ ଦିଆଯାଇଛି। ଦେଖ, ଚାଲ ଦେଖିନେବା ସେ ସାରଣୀ କେତେ 1.2। ଦେଖ, ଏଇଟା ଦେଖ, ଖାଦ୍ୟର ନାମ ଲେଖାଯାଇଛି, ରୁଟି ଲେଖାଯାଇଛି ଏବଂ ଡାଲମା। ରୁଟିରେ ଆବଶ୍ୟକ ଉପାଦାନ କ'ଣ ସବୁ ଲାଗିଥାଏ? ଦେଖ, ଅଟା, ପାଣି ଏବଂ ଲୁଣ ଲାଗିଥାଏ। ଡାଲମାରେ କ'ଣ ସବୁ ବିଭିନ୍ନ ପ୍ରକାର କ'ଣ ପରିବା, ନଡ଼ିଆ, ଡାଲି, ତେଲ, ଲୁଣ, ପାଣି, ପିଆଜ, ଲଙ୍କା, ହଳଦୀ, ଅନେକ ପ୍ରକାର ଜିନିଷ ଲଗେଇକି ଆମେ କ'ଣ କରିଥାଉ? ଡାଲି ତିଆରି କରିଥାଉ। ଦେଖ, 1.3 ପ୍ରାଣୀ ଓ ଉଦ୍ଭିଦରୁ ମିଳୁଥିବା ଖାଦ୍ୟ। ପ୍ରାଣୀ ଓ ଉଦ୍ଭିଦରୁ କ'ଣ ସବୁ ଖାଦ୍ୟ ଆମକୁ ମିଳିଥାଏ? ଦେଖ, ତୁମେ ସାରଣୀଟି ପୂରଣ କରି ସାରିବା ପରେ ଦେଖିବ ଯେ ଭିନ୍ନ ଭିନ୍ନ ଖାଦ୍ୟ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ଉପାଦାନରେ ପାର୍ଥକ୍ୟ ଦେଖାଯାଏ। ବର୍ତ୍ତମାନ ଦେଖିବା ତୁମେ ଲେଖିଥିବା ଉପାଦାନ ଗୁଡ଼ିକ କେଉଁଠୁ ମିଳେ। ଏଗୁଡ଼ିକ ମଧ୍ୟରୁ କେତେକ ଉଦ୍ଭିଦ ଠାରୁ ମିଳିଥାଏ ଓ କେତେକ ପ୍ରାଣୀମାନଙ୍କ ଠାରୁ ମିଳିଥାଏ।
ଆଉ କେତେକ ଉପାଦାନ କିନ୍ତୁ ପ୍ରାଣୀ ଓ ଉଦ୍ଭିଦ ଠାରୁ ମିଳି ନଥାଏ। ତୁମ ଚାରୋଟିରେ ଡାଲମାର ଉପାଦାନ ଗୁଡ଼ିକ ହେଲା ବିଭିନ୍ନ ପରିବା, ନଡ଼ିଆ, ଡାଲି, ତେଲ, ମସଲା, ଲୁଣ, ପାଣି, ପିଆଜ, ଲଙ୍କା ଓ ହଳଦୀ। ଏଗୁଡ଼ିକ ମଧ୍ୟରୁ ପାଣି ଓ ଲୁଣ ବ୍ୟତୀତ ସମସ୍ତ ଉପାଦାନ ଉଦ୍ଭିଦରୁ ମିଳିଥାଏ। କିନ୍ତୁ ପାଣି ଓ ଲୁଣ ଆମେ ଆମର ଆବଶ୍ୟକତା ଅନୁସାରେ ଉଦ୍ଭିଦରୁ ପାଇନଥାଉ। ସେହିପରି ଅଣ୍ଡା ତରକାରୀରେ ବ୍ୟବହୃତ ଅଣ୍ଡା ପ୍ରାଣୀଠାରୁ ମିଳୁଥିବା ବେଳେ ତେଲ, ମସଲା ଇତ୍ୟାଦି ଉଦ୍ଭିଦ ଠାରୁ ମିଳେ। କିନ୍ତୁ ପ୍ରାଣୀ ଓ ଉଦ୍ଭିଦ ଠାରୁ ଲୁଣ କିମ୍ବା ପାଣି ମିଳେ ନାହିଁ। ତୁମେ ଲେଖିଥିବା ଖାଦ୍ୟ ତାଲିକାକୁ ଦେଖ। ସେହି ଖାଦ୍ୟ ଗୁଡ଼ିକର ଉପାଦାନ ଗୁଡ଼ିକ କେଉଁଠାରୁ ମିଳେ ସାରଣୀ 1.3ରେ ଲେଖିବ। ଚାଲ ପିଲାମାନେ କେମିତି ଲେଖିବ ଦେଖିବା। ଦେଖ ପିଲାମାନେ, ଏଇଟା ହେଲା ସାରଣୀ 1.3। ବିଭିନ୍ନ ପ୍ରକାର ଖାଦ୍ୟ ସେଗୁଡ଼ିକର ଉତ୍ସ ଦେଖ। ଖାଦ୍ୟ କ'ଣ? ଖେଚୁଡ଼ି। ଦେଖ ଆବଶ୍ୟକ ଉପାଦାନ କ'ଣ ଲାଗିଥାଏ ଖେଚୁଡ଼ି ତିଆରି କରିବାରେ? ଦେଖ ସେଟା ଲେଖାଯାଇଛି। ଚାଉଳ, ଡାଲି, ଗୁଆ ଘିଅ, ନଡ଼ିଆ, ପରିବା, ମସଲା, ଲୁଣ, ପାଣି, ହଳଦୀ। ଏହିସବୁ ଜିନିଷ ଏଇ କ'ଣ ଖେଚୁଡ଼ି ତିଆରି କରିବାରେ ବ୍ୟବହୃତ ହୋଇଥାଏ। କେଉଁଠାରୁ କ'ଣ ମିଳେ? ଦେଖ ପିଲାମାନେ, ପ୍ରାଣୀ ଠାରୁ କ'ଣ ମିଳିଥାଏ? ଆମକୁ ଗୁଆ ଘିଅ ମିଳିଥାଏ। ଉଦ୍ଭିଦ ଠାରୁ କ'ଣ ମିଳିଥାଏ? ଚାଉଳ, ଡାଲି, ନଡ଼ିଆ, ପରିବା, ମସଲା, ହଳଦୀ ଗୁଣ ଆମକୁ ଉଦ୍ଭିଦ ଠାରୁ ମିଳିଥାଏ। ଆଉ ଦେଖ, ପ୍ରାଣୀ ଓ ଉଦ୍ଭିଦ ଠାରୁ ମିଳୁନଥିବା ଉପାଦାନ କ'ଣ? ଲୁଣ ଓ ପାଣି। ଆମେ ଜାଣିଲେ ଆମେ ଖାଉଥିବା ଖାଦ୍ୟର ଅଧିକାଂଶ ଉପାଦାନ ମୁଖ୍ୟତଃ ଉଦ୍ଭିଦରୁ ମିଳିଥାଏ। କେତେକ ଖାଦ୍ୟରେ ଉଦ୍ଭିଦର ମୂଳ ବ୍ୟବହାର ହୋଇଥାଏ। ଅନ୍ୟ କେତେକ ଖାଦ୍ୟରେ ଫୁଲ, ଫଳ, ମଞ୍ଜି, ପତ୍ର ଓ କାଣ୍ଡ ବ୍ୟବହାର ହୁଏ। ଏହିପରି ଉଦ୍ଭିଦର ବିଭିନ୍ନ ଅଂଶକୁ ବ୍ୟବହାର କରି ଅନେକ ପ୍ରକାର ଖାଦ୍ୟ ପ୍ରସ୍ତୁତ କରାଯାଏ। ଗୋଟିଏ ଗଛର ବିଭିନ୍ନ ଅଂଶ ଏକ ପ୍ରକାର ଖାଦ୍ୟରେ ପ୍ରାୟ ବ୍ୟବହୃତ ହୁଏ।